ସାଙ୍ଗମାନେ ଏବେ ଏବେ ଆଧାର କାର୍ଡ଼ ଅପଡ଼େଟ୍‌କୁ ନେଇ ନ୍ୟୁ ଅପଡ଼େଟ୍ ଆସି ସାରିଛି। ତ ଯେମିତିକି ପୂର୍ବରୁ ଆପଣଙ୍କ ମୋବାଇଲ୍ ନମ୍ବର ଲିଙ୍କ୍ କରିବାକୁ ହେଲେ ଆଧାର କାର୍ଡ଼ରେ ତ ଆଧାର କେନ୍ଦ୍ରକୁ ଯାଇ ଲମ୍ବା ଲାଇନ୍ ଧରିବାକୁ ପଡ଼ୁଥିଲା, ଯାହାକି ଆପଣ ଗୋଟିଏ ଦିନ ମଧ୍ୟ ଲାଗିଯାଉଥିଲା। କିନ୍ତୁ ଏବେ ଏବେ ଗଭର୍ଣ୍ଣମେଣ୍ଟ ତରଫରୁ ନ୍ୟୁ ଅପଡ଼େଟ୍ସ ଆସି ସାରିଛି। ତ ନ୍ୟୁ ଆଧାର ଆପ୍ସ ଲଞ୍ଚ ହେଇଛି, ଯେଉଁ ଆପ୍ଲିକେସନ୍ ମାଧ୍ୟମରେ ଆପଣ ଘରେ ବସି ନିଜ ମୋବାଇଲରେ ଯେକୌଣସି ମୋବାଇଲ୍ ନମ୍ବର ନ୍ୟୁ ନମ୍ବର ଲିଙ୍କ୍ କରିପାରିବେ। ତ କିଛି ପେ କରିବାକୁ ପଡ଼ିବ ଏବଂ ଏମିତି କିଛି ପ୍ରୋସେସ୍ ରହିବ। ତ ଅତି ସହଜରେ ଆପଣ ଘରେ ବସି ମୋବାଇଲ୍ ନମ୍ବର ଲିଙ୍କ୍ କରିପାରିବେ। ତ ପୂର୍ବରୁ ଯେଉଁ ଆପ୍ଲିକେସନ୍ ଗୁଡ଼ାକ ଥିଲା ସେଗୁଡ଼ାକ ଫେକ୍। ତ ୟୁଟ୍ୟୁବରେ ମଧ୍ୟ ଏମିତି କିଛି ଭିଡ଼ିଓ ଥିଲା ଯେ ଆପଣ ଆଧାର କାର୍ଡ଼ରେ ମୋବାଇଲ୍ ନମ୍ବର ଲିଙ୍କ୍ କରିବା ପାଇଁ ଘରେ ବସି କରିପାରିବେ, କିନ୍ତୁ ସେଗୁଡ଼ା ଫେକ୍ ଥିଲା। ଏବେ ଏବେ ନ୍ୟୁ ଲଞ୍ଚ ହେଇଛି ଏହି ଆପ୍ଲିକେସନ୍ 100% ୱାର୍କ। ତ ଥରେ ଟ୍ରାଏ କରନ୍ତୁ ନିହାତି। ତ ଚାଲନ୍ତୁ ଜାଣିବା ଆଜିର ଭିଡ଼ିଓରେ ଆମେ କେମିତି ଘରେ ବସି ନିଜ ମୋବାଇଲ୍ ନମ୍ବର ଲିଙ୍କ୍ କରିପାରିବା ଆଧାରରେ ଏବଂ ତାହା ଆପ୍ଲିକେସନ୍ ମାଧ୍ୟମରେ ଆଜିର ଭିଡ଼ିଓରେ ଜାଣିବା। ଜୟ ଜଗନ୍ନାଥ ଭାଇ, ୱେଲକମ୍ କରିଛି ବହୁତ ଦାଟ ୟୁଟ୍ୟୁବ୍ ଚ୍ୟାନେଲ୍ ଆଉ ଏକ ଭିଡ଼ିଓ ସହ। ଭିଡ଼ିଓ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିନେବେ। ଚାଲନ୍ତୁ ବିନା ଟାଇମ୍ ୱେଷ୍ଟ କରି ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ତେବେ ଆମକୁ ପ୍ରଥମେ ପ୍ଲେ ଷ୍ଟୋରରୁ ଦୁଇଟି ଆପ୍ଲିକେସନ୍ ଡାଉନଲୋଡ଼୍ କରିବାକୁ ପଡ଼ିବ, ଯାହାକି ଫେସ୍ ଅଥେଣ୍ଟିକେସନ୍ ପାଇଁ ଆଉ ଏକ ଆଧାର ଆପ୍ଲିକେସନ୍। ତ ପ୍ରଥମେ ଯେଉଁ ଆପ୍ଲିକେସନ୍ ଆପଣ ଡାଉନଲୋଡ଼୍ କରିବେ ତାହା ହେଉଛି ଆଧାର ଫେସ୍ ଆର୍.ଡି। ତ ଆଧାର ଫେସ୍ ଆର୍.ଡି ଲେଖି ସର୍ଚ୍ଚ କଲା ପରେ ଏଇଭଳି ଇଣ୍ଟରଫେସ୍ ଆସିଯିବ। ଆଉ ଏହି ଆପ୍ଲିକେସନ୍କୁ ଇନଷ୍ଟାଲ୍ କରିନେବେ ପ୍ରଥମେ। ତ ପ୍ରଥମେ ଏହି ଆପ୍ଲିକେସନ୍ ଇନଷ୍ଟାଲ୍ କରିବେ, ତାପରେ ସେକେଣ୍ଡରେ ଆଉ ଗୋଟେ ଆଧାର କହିକି ଗୋଟେ ଆପ୍ଲିକେସନ୍ ଆସିବ, ଏହି ଆପ୍ଲିକେସନ୍କୁ ଡାଉନଲୋଡ଼୍ କରିନେବେ। ତ ଦେଖିପାରୁଥିବେ ଏଇଠି ଯେମିତିକି ଆଧାର ଆପ୍ଲିକେସନ୍ଟି ଅଛି, ଏହି ଆପ୍ଲିକେସନ୍କୁ ଡାଉନଲୋଡ଼୍। ତ ଏହି ଆପ୍ଲିକେସନ୍କୁ ଡାଉନଲୋଡ଼୍ କରିନେବେ ଏବଂ ତାପରେ ଓପନ୍ କରିନେବେ। ତ ଅଲରେଡ଼ି ଆପ୍ଲିକେସନ୍ଟି ଡାଉନଲୋଡ଼୍ ହୋଇସାରିଛି। ଏବେ ଓପନ୍ ଉପରେ କ୍ଲିକ୍ କରିବେ। ଆଉ ଓପନ୍ ଉପରେ କ୍ଲିକ୍ କଲା ପରେ ଏଭଳି ଇଣ୍ଟରଫେସ୍ ଆସିଯିବ। ତାପରେ ଡିସ୍କଭର୍ କି ଫିଚର୍ସ ଉପରେ କ୍ଲିକ୍ କରି ତାପରେ ନେକ୍ସଟ 3-4 ଥର ନେକ୍ସଟ କଲା ପରେ ଏଇଭଳି ଇଣ୍ଟରଫେସ୍ ଆସିଯିବ। ତାପରେ ଆଇ ଏମ୍ ରେଡ଼ି ୱିଥ୍ ମାଇ ଆଧାର ଉପରେ କ୍ଲିକ୍ କରିବେ ଏବଂ ଏଇଠି ଆପଣଙ୍କର ଆଧାର ନମ୍ବରଟି ଏଣ୍ଟର କରିବେ 12 ଡିଜିଟ୍, ଯେଉଁ ଆଧାର ନମ୍ବରରେ ଆପଣ ଲିଙ୍କ୍ କରିବାକୁ ଚାହୁଁଛନ୍ତି। ତ ମୁଁ ଯେମିତି ମୋ ନିଜ ଆଧାର ନମ୍ବରଟି ଏଠି ଟାଇପ୍ କରିଦେଉଛି। ତ ଆଧାର ନମ୍ବର ଏଣ୍ଟର କରିସାରିଲା ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବା ଏବଂ ଆଇ ଆଗ୍ରି ଉପରେ କ୍ଲିକ୍ କରି ପ୍ରୋସେସ୍ କରିନେବା। ତ ପ୍ରୋସେସ୍ ହେଲା ପରେ ତଳକୁ ଦେଖିପାରୁଥିବେ ସେଣ୍ଡ ମେସେଜ୍ କହିକି ଗୋଟେ ଅପସନ୍ ଥିବ ଏବଂ ଏଇଠି ଉପରେ ସିମ୍ 1 ସିମ୍ 2 ମଧ୍ୟ ଶୋ କରୁଛି। ଏଠି ଯେମିତିକି ସିମ୍ 1 ଏଠି ସିମ୍ 2। ତ ଆପଣଙ୍କ ମୋବାଇଲରେ ଯଦି ଦୁଇଟି ସିମ୍ ଅଛି, ଦୁଇଟି ସିମ୍ ଶୋ କରିବ। ତ ଯେଉଁ ନମ୍ବରରେ ଲିଙ୍କ୍ ଅଛି, ଯେଉଁ ନମ୍ବରରୁ ଲିଙ୍କ୍ କରିବାକୁ ଚାହୁଁଛି ସେଇ ନମ୍ବରରୁ ଏକ SMS କରିବେ ଏବଂ ସେଣ୍ଡ SMS ଉପରେ କ୍ଲିକ୍ କରିବେ। ତ କିଛି ସମୟ ୱେଟିଂ କରିବେ ଆଉ ଅଟୋମେଟିକ୍ 1 ମିନିଟ୍ ଭିତରେ SMS ଟି ଭେରିଫାଇ ହୋଇଯିବ। ତ ଦେଖନ୍ତୁ ଭେରିଫାଇ ମୋବାଇଲ୍ ନମ୍ବର ଅଟୋମେଟିକ୍ ହୋଇସାରିଛି। ଏବେ କଣ୍ଟିନ୍ୟୁ ଟୁ ଅଥେଣ୍ଟିକେସନ୍ ଉପରେ କ୍ଲିକ୍ କରିବେ ଏବଂ ତାପରେ ନେକ୍ସଟ ଅପସନ୍କୁ ଯିବେ। ତ ଏଇଠି ଆସିଲା ପରେ ଦେଖନ୍ତୁ ଇଣ୍ଡିକେଟ୍ ଫେଷ୍ଟ ଅଥେଣ୍ଟିକେସନ୍ର ଅପସନ୍ ଆସିବ, ଏଠି କ୍ଲିକ୍ କରିବେ। ଆଉ ଏଇଠି କ୍ଲିକ୍ କଲା ପରେ ଦେଖନ୍ତୁ ତ ଏଠି ଆପଣଙ୍କ ଫେସ୍ ଦେବାକୁ ପଡ଼ିବ। ତ ଫେସ୍ଟି ଏଇଭଳି ହିସାବରେ ରହିବ। ଆଉ ଦେଖିପାରୁଥିବେ ବ୍ଲୁ ଡଟ୍ ଯେଉଁଠି ଅଛି ଏଇଠି, ଆଉ ତାପରେ ଆଖି ଆପଣଙ୍କୁ ବ୍ଲିଙ୍କିଂ କରିବାକୁ ପଡ଼ିବ। ତ ଏତିକି କରିସାରିଲା ପରେ ଦେଖନ୍ତୁ ଫେସ୍ ଅଟୋମେଟିକ୍ ନେଇସାରିଛି। ଆଉ ପୁଣି କିଛି ସମୟ ୱେଟ୍ କରିବେ। ତ ତାପରେ ପ୍ରୋସେସ୍ ଉପରେ କ୍ଲିକ୍ କରିବେ। ପ୍ରୋସେସ୍ ଉପରେ କ୍ଲିକ୍ କଲା ପରେ ଏଠି 6ଟି ପାସୱାର୍ଡ଼ ଡିଜିଟ୍ ଏଣ୍ଟର କରିବାକୁ କହୁଛି। ତ ଆପଣଙ୍କ ସିକ୍ରେଟ୍ ଯେଉଁଟା ସେଇ ପାସୱାର୍ଡ଼ ଏଠି ଏଣ୍ଟର କରିନେବେ। ତାପରେ କନଫର୍ମ ଉପରେ କ୍ଲିକ୍ କରିବେ, ଆଉ ଥରେ ଏଣ୍ଟର କରିନେବେ। ତ ଦେଖନ୍ତୁ ଏଇଠି ପ୍ରୋସେସ୍ ହେଇଗଲା। ତାପରେ ନେକ୍ସଟ ଫିନିଶ୍ ହେଇଗଲା। ଏଇଠି ଆସିଲା ପରେ ଦେଖନ୍ତୁ ଆପଣଙ୍କ ପ୍ରୋଫାଇଲ୍ ପୁରା ଏଠି ଶୋ କରୁଛି, ଯେମିତିକି ଡେଟ୍ ଅଫ୍ ବାର୍ଥ, ଆପଣଙ୍କର ନେମ୍ ଆଉ ଆପଣଙ୍କ ପୂର୍ବ ଆଧାର କାର୍ଡ଼ର ସେଇ ଫଟୋ ମଧ୍ୟ ଏଠି ଶୋ କରିଛି। ତ ଆପଣଙ୍କୁ ମୋବାଇଲ୍ ନମ୍ବର ଲିଙ୍କ୍ କରିବାର ଅଛି। ତ ଦେଖନ୍ତୁ ସିମ୍ପଲି ଉପରକୁ ସ୍କ୍ରୋଲ୍ କରିବେ ଏବଂ ସର୍ଭିସେସରେ ଦେଖନ୍ତୁ ମାଇ ଆଧାର ଅପଡ଼େଟ୍ କହିକି ଗୋଟେ ଅପସନ୍ ଥିବ, ଏଇ ମାଇ ଆଧାର ଉପରେ କ୍ଲିକ୍ କରିବେ। ତ ଏଇଠି ଦେଖନ୍ତୁ ଏଇଠି ପ୍ରଥମେ ଯାହା ଅଛି ମୋବାଇଲ୍ ନମ୍ବର ଅପଡ଼େଟ୍, ତାପରେ ଆଡ୍ରେସ୍ ଅପଡ଼େଟ୍, ତାପରେ ନେମ୍ ଅପଡ଼େଟ୍, ଇମେଲ୍ ଆଇଡ଼ି ଅପଡ଼େଟ୍। ତ 4ଟି ଅପସନ୍ ଶୋ କରୁଛି, କିନ୍ତୁ ଏବେ ଯାହା ଏନାବୁଲ୍ ଅଛି ପ୍ରଥମେ ଆପଣ ମୋବାଇଲ୍ ନମ୍ବର ହିଁ ଏଡ୍ କରିପାରିବେ। କିନ୍ତୁ ଆଡ୍ରେସ୍ ଅପଡ଼େଟ୍ ଦେଖନ୍ତୁ କମିଂ ସନ୍, ନିୟମ ଅପଡ଼େଟ୍ କମିଂ ସନ୍ ଏବଂ ଇମେଲ୍ ଆଇଡ଼ି ମଧ୍ୟ କମିଂ ସନ୍। ତ ଏହା ନ୍ୟୁ ଲଞ୍ଚ ହେଇଛି, ଯାହାକି କିଛି ଦିନ ଭିତରେ ଇଏ ଆଡ୍ରେସ୍, ନେମ୍, ଇମେଲ୍ ଆଇଡ଼ି ସବୁ କିଛି ଅପଡ଼େଟ୍ କରିପାରିବେ।
किंतु एबे केवल आपण मोबाइल नंबर ही लिंक करि परबे। तो मोबाइल नंबर लिंक करिया पय देखंतु एटी केते दिन लागिवो ना प्रोसेसिंग टाइम 30 दिन लिखिछि किंतु 30 दिन से लागिवनी किछि नहले गोटे दिन 2 दिन किंबा 3 दिन भितर आपनकर अपडेट होइजिवो ऑटोमेटिक। तापरे प्रोसेसिंग फीस केते रहिछि 25 टका अछि तो 75 टका देई आपण मोबाइल नंबर लिंक करि परबे। तो एही बेला प्रोसेस हेछि तापरे एति आसिला परे कंटिन्यू उपरे क्लिक करबे एवं कंटिन्यू उपरे क्लिक कला परे एठो मोबाइल नंबर रजिस्ट्रेशन मोबाइल नंबर एठी अछि किंतु न्यू मोबाइल नंबर जदि देबाक चाहछन एठी सेही न्यू नंबर टी दे देबे जेंति कि जे नंबर अपडेट करबा को चाहछंती तो एठी से नंबर टी एंटर करिवे जे नंबर आपन को अपडेट करबा को चाहछंती। तो देखंतो मु से नंबर टी एठी एंटर कर दूची। तो एठी कला परे सेंड एसएमएस ऊपर क्लिक करबे एवं से मोबाइल नंबर को एक ओटीपी आसीबो एठी ओटीपी फिल अप करनेबे एवं एठी ऑटोमेटिक वेरीफाई हो जिवो। देखंतु ओटीपी आसी सारची एबे मु ओटीपी टी एठी फिल अप कर नउची। ओटीपी फिल अप कला परे तोले एक ऑप्शन थियो वेरीफाई कहिकी एठी देखंतु एठी वेरीफाई ऑप्शन आसी जाइजी तो एठी वेरीफाई करनेबे। तो देखंतु वेरीफाई हो गला तापरे पुनी आउ थरे आपनकर फेस एठी दागो पड़िबो। तो ताबे देखंतु आई हैव रीड अंडरस्टैंड द एडवाइजर एंड नीड नॉट दो शो अगेन। तापरे प्रोसेस ऊपर क्लिक करिवे प्रोसेस ऊपर क्लिक कला परे पुनी थरे आपनका फेस एठी एमति देबे आ ब्लिंक करिवे। देखंतु पुनी फेस ऑटोमेटिक नै सारची कैप्चर कर सारची। तापरे ऑटोमेटिक हो गला। एबे पेमेंट करबार अछि जो जे कोनोसी फोन पे रु आपण 75 टका फोन पे प्रोसेस करनेबे एवं कन्फर्म एंड पे ऊपर क्लिक करबे एवं ऑटोमेटिक से 75 टका कटि जिवो आउ ऑटोमेटिक मोबाइल नंबर टी एठी देखंतु फोन पे रो पे ऑप्शन आसी जाइछि। तो पे ऊपर क्लिक करबे आउ एठी जदि आपनकर फोन पे पासवर्ड देबे एवं ऑटोमेटिक से अपडेट हो सारिबो।